ঋଷିକେଶ ଉତ୍ତରାଖଣ୍ଡ ରାଜ୍ୟରେ ଅବସ୍ଥିତ, ଯାହାକୁ ୟୋଗନଗରୀ ଋଷିକେଶ ବୋଲି ମଧ୍ୟ କୁହାଯାଏ। ନେଚର, ଆଡଭେଞ୍ଚର, ଆଧ୍ୟାତ୍ମିକ ଏବଂ ଶାନ୍ତି ଏସବୁ ଏହି ଋଷିକେଶରେ ଏକାଠି ଦେଖିବାକୁ ମିଳେ। ଯଦି ଆପଣ ଋଷିକେଶ ଆସିବା ପାଇଁ ପ୍ଲାନ୍ କରୁଛନ୍ତି ତ ଏହି ଭିଡିଓଟି ଆପଣଙ୍କ ପାଇଁ ବହୁତ ହେଲ୍ପଫୁଲ ହେବାକୁ ଯାଉଛି, କାରଣ ଏହି ଭିଡିଓରେ ଆମେ ଜାଣିବା ଋଷିକେଶ କେମିତି ପହଞ୍ଚିବା, ଏଠାରେ ହୋଟେଲ ଏବଂ ଧର୍ମଶାଳାର କଣ ବ୍ୟବସ୍ଥା ରହିଛି, ଖାଇବା ପିଇବାର କଣ ବ୍ୟବସ୍ଥା ରହିଛି, ଋଷିକେଶରେ କେଉଁ କେଉଁ ଦର୍ଶନୀୟ ସ୍ଥଳ ରହିଛି, ଏହି ଯାତ୍ରାରେ କେତେ ଦିନ ଲାଗିବ ଏବଂ ଶେଷରେ ଆମେ ଜାଣିବା ଜଣେ ବ୍ୟକ୍ତି ପ୍ରତି ଟୋଟାଲ ଖର୍ଚ୍ଚ କେତେ ଆସିବ। ଚାଲନ୍ତୁ ସବୁଠାରୁ ପ୍ରଥମେ ଆମେ ଜାଣିବା ଋଷିକେଶ କେମିତି ପହଞ୍ଚିବା। ଯଦି ଆପଣ ଫ୍ଲାଇଟରେ ଆସୁଛନ୍ତି ତେବେ ଋଷିକେଶର ପାଖରେ ଜୋଲିଗ୍ରାଣ୍ଟ ଏୟାରପୋର୍ଟ ଡେରାଡୁନ ଆସିଥାଏ। ଏହି ଏୟାରପୋର୍ଟରୁ ଋଷିକେଶର ଦୂରତା ମାତ୍ର 15 କିଲୋମିଟର ଏବଂ ଆପଣ ବାଇ ରୋଡ, ଅଟୋ, ଟ୍ୟାକ୍ସି କିମ୍ବା ବସ୍ ମାଧ୍ୟମରେ ସହଜରେ ଋଷିକେଶ ପହଞ୍ଚି ପାରିବେ। ଯଦି ଆପଣ ଟ୍ରେନରେ ଆସୁଛନ୍ତି ତାହେଲେ ଋଷିକେଶରେ ହିଁ ୟୋଗନଗରୀ ଋଷିକେଶ ରେଲୱେ ଷ୍ଟେସନ ଆସିଥାଏ। ବର୍ତ୍ତମାନ ଆମେ ଋଷିକେଶ ପହଞ୍ଚି ଗଲେ। ଚାଲନ୍ତୁ ଏବେ ଜାଣିବା ଏଠାରେ ରହିବା ପାଇଁ ହୋଟେଲ ଏବଂ ଧର୍ମଶାଳାର କଣ ବ୍ୟବସ୍ଥା ରହିଛି। ଋଷିକେଶରେ ରୁମ୍ ନେବା ପାଇଁ 3ଟି ଲୋକେସନ ରହିଛି: ରାମଝୁଲା, ଲକ୍ଷ୍ମଣଝୁଲା ଏରିଆ, ତପବନ ଏରିଆ ଏବଂ ତ୍ରିବେଣୀ ଘାଟ ଏରିଆ। ଏହି ସ୍ଥାନ ମାନଙ୍କରେ ଆପଣଙ୍କୁ ବହୁତ ସାରା ହୋଟେଲ ଏବଂ ଧର୍ମଶାଳା ମିଳିଯିବ, ଯେଉଁଠି ବଜେଟ ହୋଟେଲ ଏବଂ ମିଡ ରେଞ୍ଜ ହୋଟେଲର ଷ୍ଟାର୍ଟିଂ 1000 ରୁ 2500 ଟଙ୍କା ପର୍ଯ୍ୟନ୍ତ ଆସିଥାଏ ଏବଂ ଧର୍ମଶାଳା ଆଶ୍ରମ ଗୁଡିକରେ ବେସିକ ରୁମର ରେଟ୍ 300 ରୁ 700 ଟଙ୍କା ଏବଂ ପ୍ରାଇଭେଟ ରୁମର ରେଟ୍ 500 ରୁ 1200 ଟଙ୍କା ଭିତରେ ଆସିଥାଏ। ଚାଲନ୍ତୁ ଏବେ ଜାଣିବା ଋଷିକେଶରେ ଖାଇବା ପିଇବାର କଣ ବ୍ୟବସ୍ଥା ରହିଛି। ଋଷିକେଶରେ ଖାଇବା ପିଇବାର ବ୍ୟବସ୍ଥା ବହୁତ ଭଲ ଏବଂ ସହଜ। ଏଠାରେ ଅଧିକାଂଶ ଶୁଦ୍ଧ ଶାକାହାରୀ ଭୋଜନ ବା ପିଓର ଭେଜ ଫୁଡ ମିଳିଥାଏ। ରେଷ୍ଟୁରାଣ୍ଟ ମାନଙ୍କରେ ଦୋସା, ଇଡଲି, ଉପମା, ଚାଇନିଜ ଭେଜ ଆଇଟମ ଏବଂ ନର୍ଥ ଇଣ୍ଡିଆନ ଥାଳି ର ରେଟ୍ 150 ରୁ 300 ଟଙ୍କା ପର ପ୍ଲେଟ ହିସାବରେ ଆସିଥାଏ। ଧର୍ମଶାଳା ଏବଂ ଆଶ୍ରମ ମାନଙ୍କରେ 60 ରୁ 150 ଟଙ୍କା ଭିତରେ ସହଜରେ ଆପଣ ଭୋଜନ କରିପାରିବେ। ଚାଲନ୍ତୁ ଏବେ ଜାଣିବା ଋଷିକେଶରେ ଦର୍ଶନ କରିବା ପାଇଁ କେଉଁ କେଉଁ ଦର୍ଶନୀୟ ସ୍ଥଳ ରହିଛି ଏବଂ ଏହି ସବୁ ସ୍ଥାନ ଗୁଡିକ ବୁଲିବାର ସଠିକ ନିୟମ କଣ ରହିଛି। ଋଷିକେଶ ସାଇଡ ସିନରେ ସବୁଠାରୁ ପ୍ରଥମେ ଆମେ ଯିବା ନୀଳକଣ୍ଠ ମହାଦେବ ମନ୍ଦିର, ଯୋଉଟା କି ଋଷିକେଶ ଠାରୁ 25 ରୁ 30 କିଲୋମିଟର ଦୂରରେ ରହିଛି। ନୀଳକଣ୍ଠ ମହାଦେବ ମନ୍ଦିର ଯିବା ପାଇଁ ରାମଝୁଲା ଏବଂ ତପବନର ପାର୍କିଂ ଏରିଆରୁ ଟ୍ୟାକ୍ସି ବା ଜିପ୍ ମିଳିଯାଏ। ଯିବା ଏବଂ ଆସିବା ରାଉଣ୍ଡ ଟ୍ରିପ ପାଇଁ ପ୍ରାଇଭେଟ ଟ୍ୟାକ୍ସି ଜିପ୍ ବାଲା 800 ରୁ 1000 ଟଙ୍କା ଚାର୍ଜ କରିଥାନ୍ତି ଏବଂ ସେୟାରିଂ ଟ୍ୟାକ୍ସି ଜିପ୍ ବାଲା 100 ରୁ 150 ଟଙ୍କା ଚାର୍ଜ କରନ୍ତି। ବାଇ ରୋଡ ଏହି ମନ୍ଦିରରେ ପହଞ୍ଚିବା ପାଇଁ 1.5 ରୁ 2 ଘଣ୍ଟା ସମୟ ଲାଗିଥାଏ। ଏହି ନୀଳକଣ୍ଠ ମହାଦେବ ମନ୍ଦିରଟି ପାହାଡ ଏବଂ ଘନ ଜଙ୍ଗଲର ମଧ୍ୟରେ ଅବସ୍ଥିତ, ଯେଉଁଠାର ବାତାବରଣ ବହୁତ ଶାନ୍ତ ଏବଂ ପବିତ୍ର। ମନ୍ଦିରର ଗର୍ଭଗୃହ ମଧ୍ୟରେ ଭଗବାନ ନୀଳକଣ୍ଠ ମହାଦେବଙ୍କ ସ୍ୱୟମ୍ଭୁ ଶିବଲିଙ୍ଗ ସ୍ଥାପିତ ହୋଇଅଛି। କୁହାଯାଏ ଯେ ସମୁଦ୍ର ମନ୍ଥନ ସମୟରେ ଉତ୍ପନ୍ନ ବିଷକୁ ଭଗବାନ ଶିବ ଏହି ସ୍ଥାନରେ ପାନ କରିଥିଲେ, ଯାହା ଫଳରେ ତାଙ୍କର କଣ୍ଠ ନୀଳ ହୋଇଯାଇଥିଲା ଏବଂ ତାଙ୍କୁ ନୀଳକଣ୍ଠ କୁହାଗଲା। ଶିବଲିଙ୍ଗର ଚାରିପାଖରେ ଭକ୍ତମାନେ ଜଳ, ଦୁଧ, ବେଲପତ୍ର ଓ ଧତୁର ଅର୍ପଣ କରନ୍ତି। ମନ୍ଦିରର କାନ୍ଥ ଓ ଛାତରେ ସୁନ୍ଦର ଚିତ୍ରକଳା ଅଙ୍କିତ ଅଛି, ଯେଉଁଥିରେ ସମୁଦ୍ର ମନ୍ଥନ, ଭଗବାନ ଶିବ, ମାତା ପାର୍ବତୀ, ଭଗବାନ ବିଷ୍ଣୁ ଓ ଅନ୍ୟାନ୍ୟ ଦେବୀ ଦେବତାଙ୍କ ଦୃଶ୍ୟ ଦେଖିବାକୁ ମିଳେ। ଗର୍ଭଗୃହ ସମ୍ମୁଖରେ ନନ୍ଦୀ ମହାରାଜଙ୍କ ପ୍ରତିମା ଅଛି ଏବଂ ମନ୍ଦିର ପରିସର ଭିତରେ ଗୋଟେ ପବିତ୍ର ଜଳକୁଣ୍ଡ ମଧ୍ୟ ରହିଛି, ଯେଉଁଠାରୁ ଜଳ ନେଇ ଶିବଲିଙ୍ଗରେ ଅଭିଷେକ କରାଯାଏ। ଏଠାରେ ଦର୍ଶନ ଏବଂ କିଛି ସମୟ ବୁଲିବା ପରେ ଆମେ ରିଟର୍ନ ଆସିବା ଋଷିକେଶ। ଚାଲନ୍ତୁ ଏବେ ଆମେ ଯିବା ରାମଝୁଲା। ଗଙ୍ଗା ନଦୀର ଉପରେ ତିଆରି ହୋଇଥିବା ଏହି ଝୁଲା କେବଳ ଗୋଟେ ବ୍ରିଜ ନୁହେଁ, ଏହା ଭକ୍ତି, ଶାନ୍ତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଅଦ୍ଭୁତ ସଙ୍ଗମ। ଏହି ରାମଝୁଲାର ନିର୍ମାଣ 1986 ମସିହାରେ ହୋଇଥିଲା। ଏହାର ନାମ ଭଗବାନ ଶ୍ରୀରାମଙ୍କ ନାମ ଅନୁସାରେ ରଖାଯାଇଛି। କୁହାଯାଏ ଭଗବାନ ରାମ ତାଙ୍କ ବନବାସ ସମୟରେ ଋଷିକେଶ କ୍ଷେତ୍ରରେ ତପସ୍ୟା କରିଥିଲେ। ଏଥିପାଇଁ ଏହି ସ୍ଥାନ ଧାର୍ମିକ ଦୃଷ୍ଟିରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ମାନାଯାଏ। ରାମଝୁଲା ଗୋଟିଏ ଲୁହାରେ ତିଆରି ସସ୍ପେନସନ ବ୍ରିଜ ଏବଂ ଏହା ପ୍ରାୟ 450 ଫିଟ ଲମ୍ବା। ଏହି ବ୍ରିଜ ସ୍ୱର୍ଗ ଆଶ୍ରମ ଓ ଶିବାନନ୍ଦ ଆଶ୍ରମକୁ ଯୋଡ଼ିଥାଏ। ବ୍ରିଜ ଉପରେ ଚାଲୁଥିବା ବେଳେ ତଳେ ବହୁଥିବା ମା ଗଙ୍ଗା ନଦୀ ଏବଂ ଚାରିପଟ ପାହାଡର ଦୃଶ୍ୟ ମନକୁ ଶାନ୍ତି ଦେଇଥାଏ। ରାମଝୁଲାରେ କିଛି ସମୟ ଏକ୍ସପ୍ଲୋର କଲା ପରେ ଆମେ ଯିବା ତ୍ରୟମ୍ବକେଶ୍ୱର ମନ୍ଦିର। ଏହି ମନ୍ଦିରଟି ରାମଝୁଲାର ପାଖରେ ଏବଂ ଅନ୍ୟ ପଟ ସାଇଡରେ ରହିଛି। ମନ୍ଦିରରେ ପହଞ୍ଚିବା ପାଇଁ ରାମଝୁଲା ପାରି ହୋଇ ଆରପଟ ସାଇଡକୁ ଯିବାକୁ ପଡିଥାଏ। ଏହି ତ୍ରୟମ୍ବକେଶ୍ୱର ମନ୍ଦିରକୁ ଲୋକମାନେ 13 ମହଲା ମନ୍ଦିର ମଧ୍ୟ କହନ୍ତି ଏବଂ ଏହି ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ। ମନ୍ଦିରରେ ଏଣ୍ଟ୍ରି ଫ୍ରି, କିନ୍ତୁ ଉପରକୁ ଆପଣଙ୍କୁ ସିଢି ଚଢି ଯିବାକୁ ପଡିବ ଏବଂ ପ୍ରତ୍ୟେକ ମହଲାରେ ଅଲଗା ଅଲଗା ଦେବୀ ଦେବତାଙ୍କ ଦର୍ଶନ ଆପଣ କରିପାରିବେ। ଏହି ତ୍ରୟମ୍ବକେଶ୍ୱର ମନ୍ଦିରରେ ଦର୍ଶନ କରିବା ପରେ ଆମେ ଯିବା ଗୀତା ଭବନ। ଗୀତା ଭବନ ଋଷିକେଶର ଗୋଟେ ବଡ ପବିତ୍ର ସ୍ଥାନ ଏବଂ ଏହା ରାମଝୁଲାର ପାଖରେ ଅବସ୍ଥିତ। ଏହି ଗୀତା ଭବନ ଶ୍ରୀ ହରିହର ନନ୍ଦଙ୍କ ଦ୍ୱାରା ସ୍ଥାପିତ ହୋଇଅଛି ଏବଂ ଏହି ସ୍ଥାନ ଭଗବତ ଗୀତାର ପ୍ରଚାର ପାଇଁ ବହୁତ ପ୍ରସିଦ୍ଧ। ଏହି ଗୀତା ଭବନ ଭିତରେ ଭଗବାନ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସୁନ୍ଦର ମୂର୍ତ୍ତି, କାନ୍ଥରେ ଲେଖାଯାଇଥିବା ଗୀତାର ଶ୍ଲୋକ ଏବଂ ସାଧୁ ସନ୍ଥ ମାନଙ୍କ ପାଇଁ ରହିବାର ବ୍ୟବସ୍ଥା ଆପଣଙ୍କୁ ସବୁକିଛି ସରଳ ଏବଂ ପବିତ୍ର ଲାଗିବ। ଗୀତା ଭବନ ସାମ୍ନାରେ ଗଙ୍ଗା ଘାଟ ଅଛି। ସକାଳେ ଧ୍ୟାନ,
ଏବଂ ସନ୍ଧ୍ୟାବେଳେ ଗଙ୍ଗା ଆରତୀ ଦେଖିବାର ଅନୁଭୂତି ଅତ୍ୟନ୍ତ ଅଦ୍ଭୁତ। ଏଠାରେ ଦର୍ଶନ ଏବଂ ବୁଲିବା ପରେ ଆମେ ଯିବା ଋଷିକେଶର ସବୁଠାରୁ ପ୍ରମୁଖ ସ୍ଥାନ ପରମାର୍ଥ ନିକେତନ। ପରମାର୍ଥ ନିକେତନ ରାମଝୁଲାର ପାଖରେ ଅବସ୍ଥିତ ଏବଂ ଏହି ଆଶ୍ରମ ସ୍ୱାମୀ ସୁଖଦେବ ନନ୍ଦ ମହାରାଜଙ୍କ ଦ୍ୱାରା ସ୍ଥାପିତ ହୋଇଅଛି। ଏଠାରେ ଗଙ୍ଗା ନଦୀର ମଝିରେ ଭଗବାନ ଶିବଙ୍କ ଧ୍ୟାନ ମୁଦ୍ରାର ପ୍ରତିମା ସ୍ଥାପିତ ହୋଇଅଛି। ଯଦି ଆପଣ ଚାହାନ୍ତି ଏଠାରେ ଗଙ୍ଗା ସ୍ନାନ ମଧ୍ୟ କରିପାରନ୍ତି। ଏହି ଆଶ୍ରମରେ ଯୋଗ, ଧ୍ୟାନ, ସାଧନା, ସେବା ଏବଂ ଆଧ୍ୟାତ୍ମିକ ଶିକ୍ଷା ନିୟମିତ ଭାବରେ ହୋଇଥାଏ। ପରମାର୍ଥ ନିକେତନ ଯୋଗ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏଠାରେ ସକାଳେ ଯୋଗା କ୍ଲାସ, ପ୍ରାଣାୟାମ, ଧ୍ୟାନ ଏବଂ ସତ୍ସଙ୍ଗ ହୋଇଥାଏ। ଇଣ୍ଟରନ୍ୟାସନାଲ ୟୋଗା ଫେଷ୍ଟିଭାଲ ମଧ୍ୟ ଏଠି ଆୟୋଜିତ ହୁଏ। ପରମାର୍ଥ ନିକେତନର ପରିବେଶ ବହୁତ ଶାନ୍ତ, ସ୍ୱଚ୍ଛ ଓ ପବିତ୍ର। ଏଠାରେ ନିରାମିଷ ଭୋଜନ, ସରଳ ଜୀବନ ଏବଂ ସେବା ଭାବ ଦେଖିବାକୁ ମିଳେ। ପରମାର୍ଥ ନିକେତନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସନ୍ଧ୍ୟାର ଗଙ୍ଗା ଆରତୀ। ପ୍ରତିଦିନ ସନ୍ଧ୍ୟାରେ ଗଙ୍ଗା ମାଙ୍କୁ ଦୀପ, ମନ୍ତ୍ର ଓ ଭଜନ ସହ ଭବ୍ୟ ଆରତୀ କରାଯାଏ। ଆପଣମାନେ ମଧ୍ୟ ଏଠାରେ ସନ୍ଧ୍ୟା ଗଙ୍ଗା ଆରତୀରେ ସାମିଲ ହୋଇ ଆନନ୍ଦର ଅନୁଭବ କରିପାରିବେ। ପରମାର୍ଥ ନିକେତନର ଆଗରେ ଅଳ୍ପ କିଛି ଦୂରରେ ଜାନକୀ ଝୁଲା ମଧ୍ୟ ଅବସ୍ଥିତ। ଆପଣ ଏଠାକୁ ମଧ୍ୟ ଆସିପାରନ୍ତି। ଏ ମଧ୍ୟ ବହୁତ ସୁନ୍ଦର ଝୁଲା। ଏଠାକୁ ମଧ୍ୟ ବହୁ ସଂଖ୍ୟାରେ ଟୁରିଷ୍ଟ ଆସିଥାନ୍ତି। ରାତ୍ରିରେ ରାମଝୁଲା ଏବଂ ଜାନକୀ ଝୁଲାର ଲାଇଟିଂ ଏହାର ସୁନ୍ଦରତାକୁ ଆହୁରି ବଢାଇ ଦିଏ। ସନ୍ଧ୍ୟା ସମୟରେ ଏଠାରେ ଏଞ୍ଜୟ କଲା ପରେ ସେହି ଦିନ ନିଜ ନିଜ ରୁମକୁ ରିଟର୍ନ କରି ରାତ୍ରିରେ ବିଶ୍ରାମ କରିବା। ଡେ 2 ରେ ସବୁଠାରୁ ପ୍ରଥମେ ଆମେ ଯିବା ନୀର ୱାଟରଫଲ। ନୀର ୱାଟରଫଲ ଋଷିକେଶର ମେନ୍ ସିଟିରୁ ମାତ୍ର 5 ରୁ 6 କିଲୋମିଟର ଦୂରରେ ଅବସ୍ଥିତ। ଏହି ୱାଟରଫଲ ଲକ୍ଷ୍ମଣଝୁଲା ରୋଡରେ ଘନ ଜଙ୍ଗଲ ଏବଂ ପାହାଡର ମଝିରେ ରହିଛି। ନୀର ୱାଟରଫଲ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆପଣଙ୍କୁ 1 କିଲୋମିଟର ଟ୍ରେକିଂ କରି ଯିବାକୁ ପଡିବ। ନୀର ୱାଟରଫଲକୁ 3ଟି ଲେଭେଲରେ ବଣ୍ଟା ଯାଇଛି। ଫାର୍ଷ୍ଟ ଲେଭେଲରେ ସବୁଠାରୁ ଅଧିକ ଭିଡ଼ ଦେଖିବାକୁ ମିଳେ। ସେକେଣ୍ଡ ଲେଭେଲରେ ଅଳ୍ପ ଶାନ୍ତ ଏବଂ ସୁନ୍ଦର। ଥାର୍ଡ ଲେଭେଲରେ ସବୁଠାରୁ ସଫା ପାଣି ଏବଂ ଲୋକ ମଧ୍ୟ କମ୍। ଏହି ୱାଟରଫଲର ଏଣ୍ଟ୍ରି ଫି 30 ରୁ 50 ଟଙ୍କା ଏବଂ ସମୟ ସକାଳ 8ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଓପନ ରହେ। ଏଠାରେ କିଛି ସମୟ ଏଞ୍ଜୟ କଲା ପରେ ଆମେ ଯିବା ବେଟେଲ୍ସ ଆଶ୍ରମ। ଏହି ବେଟେଲ୍ସ ଆଶ୍ରମକୁ 84 କୁଟିଆ ମଧ୍ୟ କୁହାଯାଏ। ଏହି ଆଶ୍ରମଟି ରାମଝୁଲା ଏବଂ ତପୋବନ ଠାରୁ 1.5 ରୁ 2 କିଲୋମିଟର ଦୂରରେ ଅବସ୍ଥିତ। ଏହି ଆଶ୍ରମର ଏଣ୍ଟ୍ରି ଫି ପ୍ରାୟ 150 ରୁ 200 ଟଙ୍କା ଏବଂ ସମୟ ସକାଳ 10ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଓପନ ରହେ। 1970 ମସିହାରେ ବ୍ରିଟେନର ଗୋଟେ ଗ୍ରୁପ ଏଠାକୁ ଆସିଥିଲା ଯାହାର ନାମ ଥିଲା ବିଟଲ୍ସ ଏବଂ ଗ୍ରୁପର ସଦସ୍ୟମାନେ ଏହି ସ୍ଥାନରେ ରହି ମହର୍ଷି ମହେଶ ଯୋଗୀଙ୍କ ଠାରୁ ଯୋଗ ଏବଂ ମେଡିଟେସନର ଶିକ୍ଷା ନେଉଥିଲେ। କୁହାଯାଏ ବିଟଲ୍ସ ଏଠାରେ ରହି ବହୁତ ସାରା ସଙ୍ଗୀତ ଲେଖିଥିଲେ ଯାହାକି ବହୁତ ପ୍ରସିଦ୍ଧ ହୋଇଥିଲା ଏବଂ ପରେ ଏହି ଜାଗା ଫରେଷ୍ଟ ଡିପାର୍ଟମେଣ୍ଟ ଅଣ୍ଡରକୁ ଚାଲି ଯାଇଥିଲା। ଏହି ଆଶ୍ରମକୁ 84 କୁଟିଆ ଏଥିପାଇଁ କୁହାଯାଏ କାରଣ ଏଠାରେ ଧ୍ୟାନ କରିବା ପାଇଁ 84ଟି କୁଟିଆ ନିର୍ମାଣ କରାଯାଇଥିଲା। ପ୍ରତ୍ୟେକ କୁଟିଆ ସାଧନା ଏବଂ ଏକାନ୍ତ ପାଇଁ ତିଆର କରାଯାଇଥିଲା। ଉପରେ ଧ୍ୟାନ କରିବା ପାଇଁ ଜାଗା ଏବଂ ତଳେ ରହିବା ପାଇଁ ରୁମ୍। ଚାଲନ୍ତୁ ଏବେ ଆମେ ଜାଣିବା ଋଷିକେଶରେ ଆଡଭେଞ୍ଚର ଆକ୍ଟିଭିଟି କଣ କଣ ସବୁ ରହିଛି। ସାଙ୍ଗମାନେ ଋଷିକେଶର ସବୁଠାରୁ ଫେମସ ଆକ୍ଟିଭିଟି ହେଉଛି ରିଭର ରାଫ୍ଟିଂ। ରିଭର ରାଫ୍ଟିଂ କରିବା ପାଇଁ ଆପଣଙ୍କୁ ଆସିବାକୁ ପଡିବ ମାରିଆନ ଡ୍ରାଇଭ କିମ୍ବା ଶିବପୁରୀ। ଏହି ସ୍ଥାନରୁ ହିଁ ରିଭର ରାଫ୍ଟିଂ ଷ୍ଟାର୍ଟ ହୋଇଥାଏ। ମାରିଆନ ଡ୍ରାଇଭ ଋଷିକେଶ ଠାରୁ 9 କିଲୋମିଟର ଦୂରରେ ରହିଛି ଏବଂ ଏଠାରୁ 8 ରୁ 9 କିଲୋମିଟର ରାଫ୍ଟିଂ ପାଇଁ 600 ରୁ 800 ଟଙ୍କା ଚାର୍ଜ କରିଥାନ୍ତି। ଶିବପୁରୀ ଋଷିକେଶ ଠାରୁ ମାତ୍ର 15 କିଲୋମିଟର ଦୂରରେ ରହିଛି ଏବଂ ଏଠାରେ 15 ରୁ 18 କିଲୋମିଟର ରାଫ୍ଟିଂ ପାଇଁ 800 ରୁ 1500 ଟଙ୍କା ଚାର୍ଜ କରିଥାନ୍ତି। ରିଭର ରାଫ୍ଟିଂ ଛଡା ଆପଣ ଏଠାରେ ପୁଙ୍ଗି ଜମ୍ପିଂ, ଜିପ୍ ଲାଇନ୍, ଫ୍ଲାଇଂ ଫକ୍ସି, ରକ୍ କ୍ଲାଇମ୍ବିଂ, ରୋପ୍ ପୁଲିଂ, କାୟାକିଂ, କ୍ୟାମ୍ପିଂ ଏବଂ ଟ୍ରେକିଂ ଏହି ସବୁ ଆକ୍ଟିଭିଟି ଆପଣ ଏଠାରେ କରିପାରିବେ। ଆଡଭେଞ୍ଚର ଆକ୍ଟିଭିଟିରେ ପୁରା ଦିନ ଏଞ୍ଜୟ କଲା ପରେ ସନ୍ଧ୍ୟା ସମୟରେ ଆମେ ଯିବା ତ୍ରିବେଣୀ ଘାଟ। ଏହି ତ୍ରିବେଣୀ ଘାଟ ଋଷିକେଶ ରେଲୱେ ଷ୍ଟେସନ ଠାରୁ ମାତ୍ର 1 କିଲୋମିଟର ଦୂରରେ ଅବସ୍ଥିତ। ତ୍ରିବେଣୀ ଘାଟ ଋଷିକେଶର ସବୁଠାରୁ ପ୍ରସିଦ୍ଧ ଏବଂ ପବିତ୍ର ଘାଟ। ହରିଦ୍ୱାର ଭଳି ଏଠାରେ ମଧ୍ୟ ସନ୍ଧ୍ୟା ସମୟରେ ଭବ୍ୟ ଗଙ୍ଗା ଆରତୀ ପ୍ରତିଦିନ ହୋଇଥାଏ ଯାହାକୁ ଦେଖିବା ପାଇଁ ଭକ୍ତମାନଙ୍କର ଭିଡ଼ ଲାଗିଥାଏ। ସୂର୍ଯ୍ୟାସ୍ତ ହେବା ସହିତ ଶଙ୍ଖଧ୍ୱନି, ଘଣ୍ଟି ଶବ୍ଦ ଏବଂ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଏଠାରେ ଗଙ୍ଗା ଆରତୀ ଆରମ୍ଭ ହୋଇଥାଏ। ଆରତୀ ସରିବା ପରେ ଭକ୍ତମାନେ ଗଙ୍ଗାରେ ଦୀପ ଏବଂ ଫୁଲ ଅର୍ପଣ କରି ନିଜର ମନୋକାମନା ମାଗନ୍ତି। କୁହାଯାଏ ଏହି ତ୍ରିବେଣୀ ଘାଟରେ ସ୍ନାନ ଏବଂ ଗଙ୍ଗା ଆରତୀ ଦର୍ଶନ କରିବା ଦ୍ୱାରା ପାପର ନାଶ ଏବଂ ମୋକ୍ଷର ପ୍ରାପ୍ତି ହୋଇଥାଏ। ଏଠାରେ ଗଙ୍ଗା ଆରତୀ ଦର୍ଶନ କରିସାରିବା ପରେ ନିଜ ନିଜ ରୁମକୁ ରିଟର୍ନ ଆସି ରାତ୍ରିରେ ବିଶ୍ରାମ କରିପାରନ୍ତି କିମ୍ବା ସେହି ଦିନ ଘରକୁ ଫେରିବା ପାଇଁ ରିଟର୍ନ କରିପାରନ୍ତି। ଚାଲନ୍ତୁ ଏବେ ଆମେ ଜାଣିବା ଏହି ଋଷିକେଶ ଯାତ୍ରାରେ ଆମକୁ କେତେ ଦିନ ଲାଗିବ ଏବଂ ଜଣେ ବ୍ୟକ୍ତି ପ୍ରତି ଟୋଟାଲ ଖର୍ଚ୍ଚ କେତେ ଆସିବ। ଋଷିକେଶ ଯାତ୍ରାରେ ଟୋଟାଲ 2 ଡେ 1 ନାଇଟ୍ ଆପଣଙ୍କ ପାଇଁ ସଫିସିଏଣ୍ଟ। ଏହି ଭାବରେ ଯଦି ଆପଣ ଯାତ୍ରା କରନ୍ତି ନର୍ମାଲ ହୋଟେଲ ସହିତ ନର୍ମାଲ ଖାଇବା ପିଇବା କରନ୍ତି ତାହେଲେ ଜଣେ ବ୍ୟକ୍ତି ପ୍ରତି ଟୋଟାଲ ଖର୍ଚ୍ଚ 2500 ରୁ 3000 ଟଙ୍କା ଆସିବ। ଏଥିରେ ମୁଁ କୌଣସି ପ୍ରକାରର ଟ୍ରେନର ଟିକେଟ ଏବଂ ଫ୍ଲାଇଟର ଟିକେଟର ପଇସା ଆଡ୍ କରିନାହିଁ। ତ ସାଙ୍ଗମାନେ ଏଇଟା ଥିଲା ଋଷିକେଶ ଯାତ୍ରାର ଏକ ସମ୍ପୂର୍ଣ୍ଣ ବିବରଣୀ। ପୁଣି ଦେଖା ହେବ ଏକ ନୂଆ ଭିଡିଓରେ ଏକ ନୂଆ ଯାତ୍ରାର ସହିତ। ଜୟ ଜଗନ୍ନାଥ।